ଶିବଙ୍କ ଅଷ୍ଟୋତ୍ତର ଶତନାମ ସୂତ୍ର। ଏ ଶିବଙ୍କ ଅଷ୍ଟୋତ୍ତର ଶତନାମ ପାଠ କଲେ ଧନଜନ ଗୋପଲକ୍ଷ୍ମୀ ମିଳେ, ପୁଅ ଝିଅମାନଙ୍କର ମଙ୍ଗଳ ହୁଏ। ଏହାଦ୍ୱାରା ବିପଦ ଆପଦ ଖଣ୍ଡନ ହୁଏ। ଏହା ପାଠ କଲେ ପୁଅ ଝିଅମାନେ ବିଦ୍ୟା ବୁଦ୍ଧିରେ ପ୍ରବୀଣ ହୁଅନ୍ତି। ଯେ ଯାହା ଚାହିଁବ ସେ ତାହା ପାଇବ ଓ ମାନସିକ ପୂର୍ଣ୍ଣ ହୁଏ। ଏହି ଶିବଙ୍କ ଅଷ୍ଟୋତ୍ତର ଶତନାମ ପାଠ କଲେ ପୁଅ ଝିଅମାନଙ୍କର ବିବାହ ଠିକ୍ ହେଉନଥିଲେ ବିବାହ ଠିକ୍ ହୁଏ। ଘରୁ ପଳାଇ ଯାଇଥିବା ପୁଅ ଘରକୁ ଫେରି ଆସେ। ଗୋରୁ ଗାଈ ମହିଷୀ ପଳାଇ ଯାଇଥିଲେ ପାଠ କଲେ ଘରକୁ ଫେରି ଆସନ୍ତି। ଘରର ସକଳ ଶାନ୍ତି ହୁଏ, ମଙ୍ଗଳ ହୁଏ। ଏହି ଶିବଙ୍କ ଅଷ୍ଟୋତ୍ତର ଶତନାମ ଲିଙ୍ଗ ପୁରାଣ ତୃତୀୟ ଖଣ୍ଡ ଚତୁର୍ଥ ଅଧ୍ୟାୟରେ ସଂସ୍କୃତରେ ଅଛି ଏବଂ ଶିବ ପୁରାଣ ତୃତୀୟ ଖଣ୍ଡରେ ଓଡ଼ିଆରେ ଅଛି। ଯେଉଁମାନେ କୌଣସି ମାନସିକ ପାଇଁ ଶିବ ମନ୍ଦିର ଯାଉଛ, ଆପଣଙ୍କୁ ମନ୍ଦିର ଯିବାକୁ ପଡ଼ିବନି। ଆପଣ ନିଜ ଘରେ ଭଗବାନ ଶିବଙ୍କୁ ଆରାଧନା କରି ଏହି ଶିବଙ୍କ ଅଷ୍ଟୋତ୍ତର ଶତନାମ ପଢ଼ନ୍ତୁ। ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଆପଣଙ୍କ ଘରର ସମସ୍ତ ଅମଙ୍ଗଳ ହଟିଯିବ, ଘରର ମଙ୍ଗଳ ହେବ। ଏହି ସ୍ତୋତ୍ର ଜାଣିବା ଆଗରୁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ନମସ୍କାର। ଆସନ୍ତୁ ଜାଣିବା ଅଷ୍ଟୋତ୍ତର ଶତନାମ। ନମୋ ସଦାନନ ଶିବ ସର୍ବହୃଦେ ସ୍ଥିତ, ଦିବ୍ୟ ରୂପ ଧାରି ତୁମେ ଅଟହର ସିତ। ଆପଣ ସନତ କୁମାରଙ୍କ ବରଦାତା, ପାର୍ବତୀ ଦେବୀଙ୍କ ମନୋରଥ ପୂର୍ଣ୍ଣ କର୍ତ୍ତା। ପ୍ରଳୟ କରତା ତ୍ରିଗୁଣାତ୍ମକ ବିଷକୃତ, ବ୍ରହ୍ମ ବିଦ୍ୟା ଛିଦ୍ର ରକଶୂଳସ୍ଥ। ରୁଦ୍ର ସୃଷ୍ଟିକର ଶିବ ଉଲକୁ ନିସନ୍ଦନ, ଯୁଗ ପ୍ରବର୍ତ୍ତକ ହିମାଲୟ ନିକେତନ। କୁଞ୍ଚ ଦୀପପତି ବଗ୍ନା ମଣିବତୀ ନାଥ, କୈଳାସପତି ଏକାମ୍ରକ ବନେ ସ୍ଥିତ। ସ୍ୱର୍ଣ୍ଣକୂଟପତି ଶଙ୍କର ଯେ ଜ୍ୟୋତିର୍ଲିଙ୍ଗ, ମୃଢ଼ ଯେ ମହାଦେବ ବ୍ରହ୍ମାଣ୍ଡ ପାଦ ଯୁଗ। ବିଶ୍ୱ ପ୍ରଦର୍ଶକ ବ୍ରହ୍ମ ବିଦ୍ୟା ବ୍ରହ୍ମ ପଦ, ସର୍ବସର୍ବବୁଧ ଈଶ ସର୍ବଜ୍ଞ ସୁବୁଧ। ତ୍ରିଭୁବନେଶ୍ୱର ବ୍ୟାଘ୍ର ଅର୍ଜାମାଦିଗ ଭାସ, ଭାସ୍କର ସକଳ ସିଦ୍ଧ ପ୍ରଦବ୍ୟମ କେଶ। ବିନ୍ଦୁ ଫଲ ପ୍ରଦାୟକ ତ୍ରିପୁରାରୀ, ନିରମୃଗ କନ୍ଦ ନିତ୍ୟ ସ୍ୱରୂପ ଦଇତାରି। ବିନ୍ଦୁ ଭବ ସରୋବର କର୍ତ୍ତା ସର୍ବାଶୟ, କୀର୍ତ୍ତି ବାସନାଶକାରୀ ଗୋପାଳଣୀ ପ୍ରିୟା। ଶୁକ୍ଳ ଯଜ୍ଞ ବିଗ୍ରହଣ ଯେ ସଦାନନ, ବାୟୁ ଦେବ ପୂଜ୍ୟ ମରୁତଙ୍କ ବରପଦ। ଦେବଦତ୍ୟ ମାନଙ୍କର ଅଗ୍ରସେନାପତି, ହିରଣ୍ୟକଶିପୁ ବର ଦାତା ବିଶ୍ୱପତି। ଶୁକ୍ରାଦି ଅମର ବିଦ୍ୟୁପଦେ ସଦ, କୂପେ ବେଣୁ ପ୍ରବାହକ ସୁଜ୍ୟୋତି ବରଦ। ପରିଜନ୍ୟ ପରି ପୂଜ୍ୟ ପାଦରି ମୁକ୍ତି ଦାତା, ନମସ୍ତେ ହେ ବିରୂପାକ୍ଷ ସର୍ବଜନ ପିତା। ମିତ୍ର ବରୁଣଙ୍କ ପୂଜ୍ୟ ଗଙ୍ଗା ସ୍ନାୟ ଦାୟୀ, କପିଲ ପ୍ରିୟ ଯେ କୋଟି ଯଜ୍ଞ ଜଳ ସାଇ। ଚନ୍ଦ୍ରମୁଖ୍ୟ ପ୍ରଦ କୋଟି ଲିଙ୍ଗାର୍ଚନ ପ୍ରଦ, ପ୍ରମାଦ କରମ ଫଲ ରାମ ବାଦ୍ୟ ପାଦ।
ସୁପର୍ଣ୍ଣ ବରଦ ବାଲ୍ୟ ଶଲ୍ୟ ପ୍ରୀତି କର କୃତସକର୍ଣ୍ଣ ପର୍ଷଦ ପରମ ଈଶ୍ୱର ସୁସେନ ବରଦ ଦାମ ଜଗ୍ନି ବର ପଦ ନମସ୍ତୁତେ ଅନ୍ତରକ୍ଷ ବାଗପତି ବରଦ ଅଶ୍ୱମେଧ ବିରକ୍ଷ କଏ ଉମାପତି ରଘୁନାଥ ବର ପ୍ରଦାୟକ ବିଶ୍ୱମୂର୍ତ୍ତି ଅଷ୍ଟତୀର୍ଥ ବର ପ୍ରଦାୟକ ବୃଷଧୟ ଗୋପାଳୁଣି ମୁଖମ୍ବୁ ଜର ହଂସତେୟ ଈଶ୍ୱର ଏ ଚଣ୍ଡୀଶ୍ୱର କାର୍ତ୍ତିକ ଏ ପିତା ବିନାୟକ ଗୁରୁ ରୁଦ୍ର ବ୍ରହ୍ମାଣ୍ଡ କରତା ସାବିତ୍ରୀଙ୍କ ପ୍ରିୟ ବର ଦନ କଳ୍ପତରୁ ଅଷ୍ଟମୂର୍ତ୍ତି ଧର ତୁମେ ଜଗଜ୍ଜନ ଗୁରୁ ଆମ୍ରାତାରକ ଉଚ୍ଚ କହି ଶମ୍ଭୁ ଶିବ ନମସ୍ତେ ସକଳ ଲିଙ୍ଗେ ସ୍ଥିର ମହାଦେବ ଜଟିଳ ଆନନ୍ଦକାରୀ ପ୍ରୀତି ପ୍ରୀତି କର ଅଶ୍ୱିନୀ କୁମାର ପ୍ରପୂଜିତ ଶ୍ରୀପୟର ରାବଣର ଇଷ୍ଟ ପଦ ରମାପତି ପୂଜ୍ୟ କେଦାର କୁଣ୍ଡଲ ପ୍ରଦ ପଦ ମହାଭୁଜ ଗୌରୀ ପ୍ରୀତି କର ନମସ୍ତୁତେ ସୁସ୍ମତେୟ ନମସ୍ତେ ନମସ୍ତେ ମୃତ୍ୟୁଞ୍ଜୟ ଲିଙ୍ଗରାୟ ନମସ୍ତେ ଶଂସାନ ସଦବାସୀ ତ୍ର୍ୟମ୍ବକ ଯୁଗୁନିତ୍ର୍ୟ ଭୂପିତ ବାଞ୍ଚା ପ୍ରଦାୟକ ନମସ୍ତୁତେ ସ୍ଥୂଳ ସୂକ୍ଷ୍ମ ରୂପ ବିଶେଷର ପାର୍ବତୀ ପଟି ସୁକ ନକୁଟ ପ୍ରିୟଙ୍କର ଭୃଗୁ ସମ୍ପୂଜିତ ପଦ କୋଟିବର ଦାତା ବ୍ରହ୍ମ ହତ୍ୟା ବିନାଶୀ ଯେ ସଂହାର କରତା କପାଲିନୀ ବର ପ୍ରଦାୟକ କୃପା ସିନ୍ଧୁ ଚୌବର୍ଗ ଦାନି ତୁମେ ଭକ୍ତଜନ ବନ୍ଧୁ କ୍ଷେତ୍ରପାଲ ପ୍ରିୟ ସର୍ବ ସିଦ୍ଧି ଭୂତି ପଦ ଭୀମସେନ ବର ପ୍ରଦାୟକ ସରବିଦ କ୍ଷେତ୍ର ପ୍ରଦକ୍ଷିଣ ପ୍ରିୟ କାରି ସୁଲଧର ପାର୍ବତୀ ପାପ ନାଶନ ଭୁବନ ଈଶ୍ୱର ନମସ୍ତୁତେ ଆମ୍ର ଗୟା ପ୍ରିୟ ତ୍ରିପୁରାରୀ ଲଲାଟେନ୍ଦୁ ବର ପ୍ରଦାୟକ ସୁଲଧାରୀ ତ୍ରିଲୋକ୍ୟ ଈଶ୍ୱର ନମସ୍ତୁତେ ଭଗବାନ ଶଙ୍କର ঈଶାନ ସଦା ଶିବ ତ୍ରିଲୋଚନ ଏଇ ଯେଉଁ ଅଷ୍ଟୋତ୍ତର ଶିବ ସତ ନାମ କହିଲେ ମୁଁ ତୁମ ତରେ ମୁନି ଗଣ ପରମ ଗୁପ୍ତ ଏହା ଅଟେ ମୁକ୍ତି ଦ୍ୱାର କହୁଥିଲେ ନ ସରଇ ମହିମା ଏହାର ତ୍ରିସିନ୍ଦା କାଳରେ ପଢ଼ ଯେ ଏକ ମନେ ମାନସୀ ନିବେଶୀ ସଦା ଶିବଙ୍କ ଚରଣେ ନିଶ୍ଚୟ ତାହାକୁ ସର୍ବ ଭୋଗ ପ୍ରାପ୍ତ ହୁଏ ଦେହ ଛାଡ଼ି ଗଲେ ଶିବ ପୁରୀ ବାସ ପାଏ ଶିବଙ୍କ ଶରୀରେ ତଉଁ ହୋଇ ସେ ଲୀନ ପୁନର୍ପିନୁ ହୋଇ ତାଙ୍କ ଶ୍ରୀଅଙ୍ଗରୁ ଭିନ୍ନ ଅଷ୍ଟୋତ୍ତର ନାମ ସତ କଏ ଗୋପନୀୟ ମାଗିଲେ କେବଳ ଶିବ ଭକ୍ତଙ୍କୁ ଦିଅ ଯାହାର ଶିବଙ୍କ ପାଦେ ନଥାଏ ଭକ୍ତି କଦାପି ତାକୁ ଏହା ଦେବ ନାହିଁ ଜ୍ୟୋତି ଅପଣ୍ଡିତ ବିପ୍ର ଯେହୁ ଅଟେ ତପେଶ୍ୱର ତାହାକୁ ନ ଦେବ ଏ ସତକ ଶିବଙ୍କର ବର୍ଣ୍ଣାଶ୍ରମ ଧର୍ମ ଯେଉଁ ଦିଜ ଛାଡ଼ିଥିବ ଶିବ ସତ ନାମ ତାକୁ କେବେ ହେ ନ ଦେବ ଶିବ ଭକ୍ତ ଦେଖୁଥିଲେ ଦେଉଥିବ ଯାଚି ତହିଁରେ ବହୁତ ପୁଣ୍ୟ ଭୋଗ ଲେଖି ଅଛି ଶିବଙ୍କ ସମୀପେ ପଡ଼େ ବଜେ ସତ ନାମ ଆବଶ୍ୟ ତାହାର ପୁଣ୍ୟ ହେବ ସର୍ବ କାମ ଭୁବନେଶ୍ୱରଙ୍କ ସତ କଏ ପୁଣ୍ୟମୟେ ଶିବଙ୍କ କ୍ରତେ ଯେ ଶୁଣଇବା ଶୁଣାଏ ସଦାଶିବଙ୍କ ସାଚୁର୍ଯ୍ୟ ମୁକ୍ତି ସେ ଲଭନ୍ତି ଏକଥା ଅନ୍ୟତା କେବେ ନୁହେଁ ଜାଣ ଜ୍ୟୋତି ପ୍ରଭାତ କାଳରୁ ନିଦ୍ରା ଛାଡ଼ି ଯେଉଁ ଜନ ଭୁବନେଶ୍ୱରଙ୍କ ରୂପ ମନେ କରି ଧ୍ୟାନ ଏକାଗ୍ର ଚିତ୍ତରେ ନାମ ଶତକ ପଡ଼ିବ ନିଶ୍ଚୟ ଅଭିଷ୍ଟ ଫଳ ସେ ଜନ ଲଭିବ ବ୍ରହ୍ମ ହତ୍ୟା ପାପ ତାର ଥିଲେ ଯାଏ ନାଶ ଦେହନ୍ତେ ମିଳଇ ଶିବ ଭୁବନରେ ବାସ ଏଥିରେ ସଞ୍ଚୟନ ବିଚାରି କିଛି ପୁଣି ସନ୍ତୋଷରେ ଏହା କହିଛନ୍ତି ଷୋଳ ପାଣି ପୁନର୍ କରି କେତେ କହୁଥିବି ଏହା ପୂର୍ବେ ବୃଷଭଙ୍କୁ ପ୍ରଭୁ କହିଥିଲେ ଯାହା ତା ତୁମ ଆଗେ କହିବା ଶୁଣ ଋଷି ଶ୍ରେଣୀ ତୁମେ ତ ପଣ୍ଡିତ ଅଟ ପରମ ବ୍ରହ୍ମ ଜ୍ଞାନୀ
ଶିବ ଅଷ୍ଟୋତ୍ତର ଶତ ନାମ ଯେଉଁ ନର ପଢ଼ଇ ଶିବଙ୍କ ଆଗେ ମନ करे ସ୍ଥିର ତହିଁରେ ଯେତେକ ପୁଣ୍ୟ ହୁଏ ତାର ଜାତ ତା ଶୁଣି କହିବା ତୁମ ଆଗେ ଦେଇଚିତ ପୀରାବୃତ କରି ପୀଠ କଲେ ରୁଦ୍ର ଅଧ୍ୟାୟ ତହିଁରୁ ଯେତେକ ପୁଣ୍ୟ ହୁଏ ଉଦୟ ଶିବ ନାମ ସତ করে ଯେତେ ପୁଣ୍ୟ ମିଳେ ଏ ଶତକ ପଢ଼ି ଜନ ଶିବପୁର ଚଲେ ଏକାମ୍ର ପୁରାଣ ପାଠ କଲେ ଯେତେ ଫଳ ଶତକ ପଢ଼ିଲେ ଲାଭ ହୁଏ ସେତେ ଫଳ ପ୍ରତିଦିନ ଏ ଶତକ ପଢ଼ି ସାଧୁ ନରେ ଦେହନ୍ତେ ବସନ୍ତି ଯାଇ କୈଳାସପୁରେ ହେମନ୍ତ ପ୍ରଭୁଙ୍କ ଶତ ନାମ ତୁମ ଆଗେ କହିଲୁ ଶୁଣିଲ ତୁମେ ମନର ସରାଗେ ଏ ଶତକ ନାମ ଆଖ୍ୟାନ ଏ କନରେ ଶୁଣେ ନହେଲେ ସନ୍ତୋଷ ହୋଇ ଯେଉଁ ମୁଖେ ବଣେ ତାହାକୁ ହୋଇ ଦିବ୍ୟ ଭୋଗ ପରାପତି ନିଚ ଅନ୍ତରେ ଭୋଗ करे ମନୋବାଞ୍ଛାବତୀ କହିଲୁ ଭୁବନେଶ୍ୱରଙ୍କର ଶତ ନାମ ଶୁଣିଲ ଆନନ୍ଦ ମନେ ତୁମେ ଋଷି ଗଣ ଏହାପରେ ଆଉ ଶୁଣେ ପାକୁ ଇଚ୍ଛା କହିବା ତୁମକୁ ଯେବେ ପଚାରିବ ତାହା ଇତି ଶ୍ରୀ ଶିବ ପୁରାଣ ପୁଣ୍ୟମୟୀ ଭୁବନେଶ୍ୱରଙ୍କର ଅଷ୍ଟୋତ୍ତର ନାମ 100 ସମାପନ ହେଲା ଏଠାରେ ଚାନ୍ଦ ଗୀତେ ଅଧର୍ମ କ୍ଷେତ୍ର ମୋହନ ପାଦ ଚିତେ।